ପିଲାମାନେ ଆଜି ଭିଡ଼ିଓରେ ଆଗାମୀ +2 ବୋର୍ଡ଼ ଏକ୍ଜାମ୍ 2026ର ହିଷ୍ଟ୍ରି ଅପସନାଲ୍ ପରୀକ୍ଷା ପାଇଁ ମୁଁ 8 ମାର୍କିଆ ଆଉ 3 ମାର୍କିଆ କ୍ୱେଶ୍ଚନ୍ ସିଲେକ୍ସନ୍ କରିଦେଇଛି, ଯେଉଁଟାକି ଆଗାମୀ ଏକ୍ଜାମ୍ରେ ଆସିବାର 100% ଚାନ୍ସ ରହିଛି, ଯାହାର ଗ୍ୟାରେଣ୍ଟି ମୁଁ ତୁମକୁ ଦେଇପାରିବି। ତ ଡେରି ନକରି ଆମେ ଆରମ୍ଭ କରିବା। ପ୍ରଥମେ 8 ମାର୍କିଆ କ୍ୱେଶ୍ଚନ୍ସ। କ୍ୱେଶ୍ଚନ୍ ନମ୍ବର 1, ମହାବୀର ଜୈନଙ୍କ ଜୀବନୀ ଓ ନୀତିବାଣୀ ସମ୍ପର୍କରେ ଲେଖ। କ୍ୱେଶ୍ଚନ୍ ନମ୍ବର 2, ଜୈନ ଧର୍ମ ଓ ବୌଦ୍ଧ ଧର୍ମର ଭାରତୀୟ ସଂସ୍କୃତିକୁ କ'ଣ ଅବଦାନ ରହିଛି ଆଲୋଚନା କର। କ୍ୱେଶ୍ଚନ୍ ନମ୍ବର 3, ମୌର୍ଯ୍ୟମାନଙ୍କର ଶାସନ ପଦ୍ଧତି କିପରି ଥିଲା ବର୍ଣ୍ଣନା କର। ଏଇଟା ପୁରା ଚାନ୍ସ ରହିଛି ପଡ଼ିବ ଏକ୍ଜାମ୍ରେ, ପିଲାମାନେ ଭଲ ଭାବରେ ପ୍ରିପେୟାର କରିଥିବ। କ୍ୱେଶ୍ଚନ୍ ନମ୍ବର 4, ଗୁପ୍ତ ଯୁଗକୁ ଭାରତ ଇତିହାସର ସୁବର୍ଣ୍ଣ ଯୁଗ କାହିଁକି କୁହାଯାଏ? ଗୁପ୍ତ ଯୁଗରେ ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ କ'ଣ ପ୍ରଗତି ହୋଇଥିଲା ବର୍ଣ୍ଣନା କର। କ୍ୱେଶ୍ଚନ୍ ନମ୍ବର 5, ଆଲବେରୁଣିଙ୍କ ଦୃଷ୍ଟିରେ ଭାରତ କିପରି ଥିଲା ବର୍ଣ୍ଣନା କର। ତାପରେ ଆମେ ଆସିବା କ୍ୱେଶ୍ଚନ୍ ନମ୍ବର 6କୁ। ଇବନ ବତୁତାଙ୍କ ଭାରତ ସଂକ୍ରାନ୍ତୀୟ ବିବରଣୀ ପ୍ରଦାନ କର। କ୍ୱେଶ୍ଚନ୍ ନମ୍ବର 7, ମଧ୍ୟଯୁଗୀୟ ଭକ୍ତି ଆନ୍ଦୋଳନକୁ କବୀର ଓ ନାନକଙ୍କ ଅବଦାନର ମୂଲ୍ୟାୟନ କର। ତାପରେ ଆସିବା କ୍ୱେଶ୍ଚନ୍ ନମ୍ବର 8, କବୀରଙ୍କ ଜୀବନୀ ଓ ବାଣୀ ସମ୍ପର୍କରେ ଆଲୋଚନା କର। କ୍ୱେଶ୍ଚନ୍ ନମ୍ବର 9, ଚିରସ୍ଥାୟୀ ବନ୍ଦୋବସ୍ତର ସୁଫଳ ଓ କୁଫଳ ବର୍ଣ୍ଣନା କର। ତାପରେ କ୍ୱେଶ୍ଚନ୍ ନମ୍ବର 10, 1817ର ଖୋର୍ଦ୍ଧା ବିଦ୍ରୋହର କାରଣ ଓ ଫଳାଫଳ ଆଲୋଚନା କର। ତାପରେ ଆମେ ଯିବା କ୍ୱେଶ୍ଚନ୍ ନମ୍ବର 11, 1857ର ମହାନ ବିଦ୍ରୋହ ବା ସିପାହୀ ବିଦ୍ରୋହ ଉପରେ ଆଲୋକପାତ କର। କ୍ୱେଶ୍ଚନ୍ ନମ୍ବର 12, ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କ'ଣ ପ୍ରଭାବ ପଡ଼ିଥିଲା ଲେଖ। କ୍ୱେଶ୍ଚନ୍ ନମ୍ବର 13, ଓଡ଼ିଶାରେ ଦେଖାଦେଇଥିବା ଆଇନ ଅମାନ୍ୟ ଆନ୍ଦୋଳନର ବିଶ୍ଳେଷଣ କର। କ୍ୱେଶ୍ଚନ୍ 14, ଓଡ଼ିଶାରେ ହୋଇଥିବା ଭାଷା ଆନ୍ଦୋଳନ ଉପରେ ଆଲୋକପାତ କର। କ୍ୱେଶ୍ଚନ୍ 15, ଭାରତର ସ୍ୱାଧୀନତା ସଂଗ୍ରାମରେ ରମାଦେବୀ ଓ ମାଳତୀ ଦେବୀଙ୍କ ଭୂମିକା କ'ଣ ଥିଲା ଲେଖ। କ୍ୱେଶ୍ଚନ୍ 16, ଭାରତ ସମ୍ବିଧାନର ବୈଶିଷ୍ଟ୍ୟ ଗୁଡ଼ିକ ବର୍ଣ୍ଣନା କର। ତ ପିଲାମାନେ ଏଇ 16 ଗୋଟି ଲଙ୍ଗ୍ କ୍ୱେଶ୍ଚନ୍ 8 ମାର୍କିଆ ମୁଁ ସିଲେକ୍ସନ୍ କରିଦେଇଛି। ତୁମର ଏକ୍ଜାମ୍ରେ 8 ମାର୍କିଆ କ୍ୱେଶ୍ଚନ୍ 6 ଗୋଟି ପଡ଼ିବ, ଯେଉଁଥିରୁ ତୁମକୁ 3 ଗୋଟି ଚଏସ୍ କରିକି ତୁମକୁ ଲେଖିବାକୁ ପଡ଼ିବ। ତ ମୁଁ ତୁମକୁ ଏତିକି ଗ୍ୟାରେଣ୍ଟି ଦେଇପାରିବି ଯେ ସେଇ ଯେଉଁ 6 ଗୋଟି କ୍ୱେଶ୍ଚନ୍ ପଡ଼ିବ ଏଇ ଭିତରୁ ହିଁ ଆସିବ। ତ ତୁମେ ଏଗୁଡ଼ିକ ଭଲ ଭାବରେ ପ୍ରିପେୟାର କରିକି ଏକ୍ଜାମ୍ ଦେବାକୁ ଯିବ। ଓକେ, ତାପରେ ଆମେ ଆସିବା 3 ମାର୍କିଆ କ୍ୱେଶ୍ଚନ୍ ଗୁଡ଼ିକୁ। ଏଠାରେ ମୁଁ ଟୋଟାଲ 35 ଗୋଟି 3 ମାର୍କିଆ କ୍ୱେଶ୍ଚନ୍ ସିଲେକ୍ସନ୍ କରିଦେଇଛି, ଯେଉଁଟାକି ଆଗାମୀ ଏକ୍ଜାମ୍ରେ ଆସିବାର 100% ଚାନ୍ସ ରହିଛି। ତ ଡେରି ନକରି ଆମେ ଆରମ୍ଭ କରିବା। ନମ୍ବର 1, 4 ଆର୍ଯ୍ୟ ସତ୍ୟ। 2, ପଞ୍ଚମହାବ୍ରତ। 3, ଜୈନ ଧର୍ମର ତ୍ରିରତ୍ନ। 4, ଧର୍ମଚକ୍ର ପ୍ରବର୍ତ୍ତନ। 5, କାରୁବାକି କିମ୍ବଦନ୍ତୀ। 6, ଗୁପ୍ତ ଯୁଗର ବିଜ୍ଞାନ। 7, ଗୁପ୍ତ ଯୁଗର ସାହିତ୍ୟ। 8, ଆଲବେରୁଣି। 9, ଫ୍ରାଙ୍କୋଇସ୍ ବର୍ନିୟର। 10, କଳିଙ୍ଗ ଯୁଦ୍ଧର ଫଳାଫଳ। 11, ଦିନ୍ ଇ ଇଲାହି। 12, ମୋଗଲ ଯୁଗୀୟ ସ୍ଥାପତ୍ୟ। 13, ମୁସଲମାନ ଯୁଗରେ ନାରୀର ସ୍ଥାନ। 14, ଫତେପୁର ସିକ୍ରି। 15, ସୁଫିବାଦ। 16, ତାଜମହଲ। 17, କବୀରଙ୍କର ନୀତିବାଣୀ। ତାପରେ ନମ୍ବର 18, ଚୈତନ୍ୟଙ୍କ ନୀତିବାଣୀ। 19, ନିଜାମୁଦ୍ଦିନ ଆଉଲିଆ। ସେ ହେଉଛନ୍ତି ସୁଫି ସନ୍ଥ ପ୍ରସିଦ୍ଧ ନିଜାମୁଦ୍ଦିନ ଆଉଲିଆ। ନମ୍ବର 20, ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା। 21, ରୟତବାରୀ ବ୍ୟବସ୍ଥା। 22, ସନ୍ନ୍ୟାସୀ ବିଦ୍ରୋହ। 23, ସାନ୍ତାଳ ବିଦ୍ରୋହ। ଆଉ 24, ଆନନ୍ଦ ମଠ। ବଙ୍କିମଚନ୍ଦ୍ର ଲେଖିଥିବା ଆନନ୍ଦ ମଠ ଉପନ୍ୟାସ ବିଷୟରେ ପିଲାମାନେ ଏଇଠି ଲେଖିବ। ତାପରେ ଆମେ ଆସିବା 25, ନାନା ସାହେବ। 26, ଇରମ ଗୁଳିକାଣ୍ଡ। 27, ଶହୀଦ ଲକ୍ଷ୍ମଣ ନାୟକ, ଯିଏକି ଭାରତ ଛାଡ଼ ଆନ୍ଦୋଳନର ଓଡ଼ିଶାର ନାୟକ ଥିଲେ। ତାପରେ 28, ଗାନ୍ଧୀ ଇରୱିନ୍ ଚୁକ୍ତି। 29,
फोर्ट विलियम दुर्ग एवं 30 विक्टोरिया मेमोरियल हॉल। तापर 31 मालती देवी तांकर अवदान लिखिब। 32 फिलिप डफ कमिटी। 33 संबलपुर रे भाषा आंदोलन। 34 गोपबंधु दास एवं 35 उत्कल सम्मिलनी। तो यही जो 35 गोटी 3 मार्किया क्वेश्चन सिलेक्शन कर दी पिला माने एटा भल भाव पढ़ी कि तुम जीव यही भितर ही तुमर जो 3 गोटी क्वेश्चन तुम कर थाए। मन रख पिला माने 3 मार्किया क्वेश्चन टोटाल 12 गोटी परीक्षा रे आसीबो जो भितर तुमको सिलेक्शन करी तुमको 7टी क्वेश्चन आंसर देबार अच्छी। टोटाल 21 मार्क 3 मार्किया क्वेश्चन किंतु ये जो क्वेश्चन मु सिलेक्शन करिछि ए भितर ही निश्चित भाव में तुम आसीबो। एमिति भी हो पारे जे ए भितर किछि क्वेश्चन लॉन्ग क्वेश्चन मध्य आसीबार चांस रही से एगुड़िक तुम 100% पढ़ी कि एग्जाम देबाकू जीव। तो ठीक अच्छे तो आज वीडियो तुम मु 8 मार्किया और 3 मार्किया क्वेश्चन सिलेक्शन करदेली। नेक्स्ट वीडियो रे मु 1 मार्किया क्वेश्चन सिलेक्शन कर तार वीडियो अपलोड करने चेष्टा करी। समस्त रिक्वेस्ट वीडियो को लाइक और सब्सक्राइब करने को जमी भूलबनी। तो आज एतिकी रही। ओम नमः शिवाय।